ଜୟ ଜଗନ୍ନାଥ। ଦେଖନ୍ତୁ ଆଜି କିନ୍ତୁ ପାଗ ବହୁତ ସୁନ୍ଦର ଦେଖାଯାଉଛି, କାରଣ କାଲି ବର୍ଷା ହେଇଥିଲା, ସେଥିପାଇଁ ଆଜି ପାଗ ବହୁତ ସୁନ୍ଦର ଦେଖାଯାଉଛି। ଆଜି ଶନିବାର ଛୁଟି ଥିଲାରୁ ଆମେ ଯାଉଛୁ, ବର୍ତ୍ତମାନ ଯିବୁ ଖମ୍ବେଶ୍ୱରୀ ମନ୍ଦିର। ଭାଇ ଆମର ଟାଟା କରୁଛନ୍ତି। ଇଷ୍ଟଦେବୀ ମା ଖମ୍ବେଶ୍ୱରୀଙ୍କ ମନ୍ଦିରକୁ ଯିବା ପାଇଁ ସମସ୍ତେ ଏକ୍ସାଇଟେଡ୍ ଅଛନ୍ତି। ଯେହେତୁ ଆଜି ଛୁଟି ଅଛି, ତେଣୁ ସେଠାରେ ଟିକେ ମନ୍ଦିର ପରିସର ଅଳିଆ ହେଇଛି। ଆମେ ଭାବିଲୁ ଆଜି ଛୁଟିରେ ଯିବା, ଅଳିଆ ଆବର୍ଜନା ଟିକେ ସଫା କରିଦେଇକି ସେଠାର ପରିବେଶକୁ ସୁନ୍ଦର ଆହୁରି ସୁନ୍ଦର କରିଦେଇ ଆସିବା। ତ ଚାଲନ୍ତୁ ଯିବା ଖମ୍ବେଶ୍ୱରୀ ମନ୍ଦିର। ବାଟରେ ଆମ ଗାଡ଼ି ଟିକେ ରହିଲା, କାରଣ ଆମେ ସକାଳୁ ସକାଳୁ ବାହାରିଥିଲୁ, ସେଥିପାଇଁ ସମସ୍ତେ ଟିକେ ଚା ପିଇବା ପାଇଁ କହିଲେ। ଆଉ ଚା ପିଇବା ପାଇଁ ସମସ୍ତେ ଏକ୍ସାଇଟେଡ୍। ଦେଖନ୍ତୁ ଭାଇ ପୁରା ହସି ହସିକା ହୋ ଚାଲିଲେ ଚାହା ଟିକେ ପିଇବେ। ତା ଭିତରେ ଏମାନେ ଚାହା ପିଇକି ଆସିବା ଭିତରେ ମୁଁ ଆପଣଙ୍କୁ ଏଇଠି ଯୋଉ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବୁଲେଇକି ଦେଖଉଛି। କାଲି ଯେହେତୁ ବର୍ଷା ହେଇଥିଲା, ସୂର୍ଯ୍ୟଙ୍କ କିରଣରେ ପରିବେଶ କେମିତି ସବୁଜ ସବୁଜ ଦେଖାଯାଉଛି ଦେଖିପାରୁଥିବେ। ଆଉ ତା ସାଙ୍ଗକୁ ଟିକେ ଟିକେ ହାଲକା ହାଲକା ପବନ, ବହୁତ ବଢିଆ ଲାଗୁଛି। ଫାଇନାଲି ଆମେ ଆସିକି ପହଞ୍ଚି ଗଲୁ କୋଟୁରଖମାର ଜଷ୍ଟ ଆଗରେ ଏବଂ ଭବାନୀପାଟଣା ପଛରେ ଥିବା ଏଇ ମା ଇଷ୍ଟଦେବୀ ଖମ୍ବେଶ୍ୱରୀଙ୍କ ମନ୍ଦିର ପରିସରରେ। ମନ୍ଦିର ପରିସର ଆପଣ ଦେଖନ୍ତୁ କେମିତି ଦେଖାଯାଉଛି। ଏଠିକି ସବୁବେଳେ ଏଇଟା ଯେହେତୁ ଗୋଟେ ପରିବେଶ ମାନେ ସୌନ୍ଦର୍ଯ୍ୟମୟ ଦେଖାଯାଉଛି, ତ ସେଥିପାଇଁ ଏଠିକି ବହୁତ ପର୍ଯ୍ୟଟକ ବଣଭୋଜି ପାଇଁ ମଧ୍ୟ ଆସନ୍ତି। ଫାଇନାଲି ମୁଁ ତ ଆଜି ସଫା କରିବା ପାଇଁ ଦେଖ ଝାଡୁ ଫାଡୁ ଧରିକି ପୁରା ଏକ୍ସାଇଟେଡ୍ ଅଛି। ଆଜି ତ ଅଳିଆ କିଛି ରହିବନି। ଆଉ ଅଳିଆଙ୍କର ତ ଆଜି ଗଲା। ମୋ ସହିତ ମଧ୍ୟ ଅଛନ୍ତି ଦେଖନ୍ତୁ ଗୁରୁ ସାର୍। ଗୁରୁ ସାର୍ ଦେଖନ୍ତୁ ଦିଟା ଝାଡୁ, ଦିଟା ଝାଡୁ, ତାଙ୍କ ସହିତ ଦୁରିଆ ଭାଇ ସେ ମଧ୍ୟ ଦିଟା ଝାଡୁ ଧରିଛନ୍ତି। ଚାଲନ୍ତୁ ଯିବା। ଏବେ ଏଇ ଅଳିଆ ଆବର୍ଜନା ଗୁଡ଼ିକ ଦେଖନ୍ତୁ ଏଇ ପରିସରରେ କେତେ ପଡ଼ିଛି। ଆମକୁ ତ ବହୁତ ପରିଶ୍ରମ କରିବାକୁ ପଡ଼ିବ। ଆମେ ବି କମ୍ ଆସିନୁ, ସମସ୍ତେ ଏକାଠି ଗ୍ରୁପ ହେଇକି ଆସିଛୁ। ଅଳିଆକୁ ସଫାସୁତୁରା କରିବୁ, ଆଉ ଏ ପରିବେଶକୁ ପୁରା ଚକାଚକ କରିକି ଯିବୁ। ଦେଖୁଥିବେ ଏହାର ସାଇଡ ଭିଉ ବହୁତ ସୁନ୍ଦର ଦେଖାଯାଉଛି। ଏଟା ହେଉଛି ଏଠାକାର ଇଷ୍ଟଦେବୀ ମା ଖମ୍ବେଶ୍ୱରୀଙ୍କ ମନ୍ଦିର। ଏଠି ଶାରଦୀୟ ନବରାତ୍ରି ଏବଂ ଦଶହରା ସମୟରେ ଏଠାରେ ବିଶେଷ ପୂଜାର୍ଚ୍ଚନା ହୁଏ। ଏହି ସମୟରେ ଶହ ଶହ ଭକ୍ତ ମାଙ୍କ ଦର୍ଶନ ପାଇଁ ଆସିଥାନ୍ତି। ମା ଖମ୍ବେଶ୍ୱରୀଙ୍କୁ ଏହି ଅଞ୍ଚଳର ରକ୍ଷାକର୍ତ୍ରୀ ଭାବେ ବିଶ୍ୱାସ କରାଯାଏ। ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ମାଙ୍କ ପାଖରେ ମାନସିକ କଲେ ସବୁ ମନସ୍କାମନା ପୂର୍ଣ୍ଣ ହୁଏ। ଏ ଆମର ଲକ୍ଷ୍ମୀ ଭାଇ, ମଝିରେ ଦୁରିଆ ଭାଇ, ଆଉ ତାଙ୍କ ସହିତ ସାଥ ଦେଉଛନ୍ତି ରାକେଶ ଭାଇ। ମିଶିକି ଦେଖନ୍ତୁ ଆମର କେଡେ ବଡ କାଠ ଗଣ୍ଡକୁ ଟେକିକି ନେଇକି ସାଇଡରେ ପକେଇବେ। ସାବାସ୍, ପକେଇଦେଲେ ଏବେ କାଠ ଗଣ୍ଡିଟାକୁ।
ଏବେ ଦୀପ୍ତି ସାର୍ ଏବଂ ଗୁରୁ ସାର୍ ମନ୍ଦିରର ପ୍ରାଙ୍ଗଣକୁ ପୁରା ଯେଉଁ ପତ୍ର କେତେ ପତ୍ର ପଡ଼ିଛି ତାକୁ ସଫାସଫି କରିବା ଆରମ୍ଭ କଲେଣି। ଅମିତ ସାର୍ ମା ଖମ୍ବେଶ୍ୱରୀଙ୍କୁ ପୁରା ଭକ୍ତିପୂର୍ଣ୍ଣ ଭାବରେ ପ୍ରାର୍ଥନା କରୁଛନ୍ତି। ଆମର ବନ ସେ ବହୁତ ଭକ୍ତିପୂର୍ଣ୍ଣ ଭାବରେ ମା ଖମ୍ବେଶ୍ୱରୀଙ୍କୁ ପ୍ରାର୍ଥନା କରି କହୁଛି କି ତାକୁ ଗୋଟେ ଭଲ ଝିଅଟେ ମିଳିଯାଉ। ଇଏ ହେଉଛି ମୁଁ ଦେଖିପାରୁଥିବେ ମୁଁ ତ ଏବେ ଝାଡ଼ୁ ମାରିକି ଅଳିଆ ପୁରା ସଫା କରିବାରେ ଲାଗିଛି। ଏବେ ପରିଷ୍କାର କରିସାରିଲା ପରେ ଦେଖନ୍ତୁ ମନ୍ଦିରର ଭ୍ୟୁ କେମିତି ଦେଖାଯାଉଛି। ଆଗରୁ ବହୁତ ଏଠି ପତ୍ର ଆଉ କାଗଜ ଗୁଡ଼ା ଗୁଡ଼ା ପଡ଼ିଥିଲା। ଆମେ ତାକୁ ପରିଷ୍କାର କରିସାରିଲା ପରେ ହେଉଛନ୍ତି ମା ଖମ୍ବେଶ୍ୱରୀଙ୍କ ପ୍ରତିମୂର୍ତ୍ତି। ଏବେ ଦେଖନ୍ତୁ ଚାରିଆଡ଼େ କେତେ ସଫା ସୁତୁରା ଦେଖାଗଲା। ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା? ଯଦି ଭିଡ଼ିଓଟି ଭଲ ଲାଗିଥିବ ତେବେ ଲାଇକ୍ କରନ୍ତୁ। ଆଉ ମୋ ଚ୍ୟାନେଲରେ ଯଦି ଆପଣ ନୂଆ ଅଛନ୍ତି ତେବେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିବାକୁ ଜମାରୁ ଭୁଲିବେ ନାହିଁ। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ପୁଣି ଦେଖାହବ ଆଉ ଗୋଟେ ନୂଆ ଭିଡ଼ିଓ, ନୂଆ ଜାଗା। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।